ସକାଳୁ ସକାଳୁ ଉଠିକି ଆଗେ ଟିକେ ଚୁଡ଼ା ଚିନି କଦଳୀ ଅମୁଲ ଗୋଳେଇକି ଖାଇଦେଲି। ସବୁ ଖାତା କିଣିକି ଆଣିଥିଲି ପଢ଼ିବି ବୋଲି 2 ଦିନ ପଢ଼ିଲି, ତାପରେ ତାର ସରିଲା। ଏଠି ଆଙ୍କର ଫେମସ୍ କାଳୀ ମନ୍ଦିର ଅଛି, ଯାଇଥିଲି ଟିକେ ଦର୍ଶନ କରିବା ପାଇଁ। ଆସିକି ପୁଣି କ'ଣ ରୋଷେଇ କରିବି ଟେନସନ୍। ଫୁଲକୋବି ଆଳୁ ଝୋଳ କରିବି ବୋଲି ଭାବିଥିଲି, ଭାତ ତ କରିଦେଇଛି। ତାପରେ ମାଇଣ୍ଡିକି ଆସିଲା ନା, ଶଳା ଡାଲମା କରିଦେବି। ଆସେ ତ ନାହିଁ, ସବୁରକ ପକେଇକି ତାକୁ ଗୋଳେଇ ଦେଲି। ଶଳା ହଳଦୀ ଗୁଣ୍ଡ ହିଁ ସରିଯାଇଛି। ସେ ଯାହା ହବ ହବ, ଖାଇଦେବି ସେମିତି ଆଉ। ବେଲେ ହେଲା ଫୁଲକୋବି ପୁରା ମେଲ୍ଟ ହେଇଯାଇଛି। ଖାଇଦେବି, ଅଧାରୁ ଅଧିକା ଖାଇଦେବି, ଅଳ୍ପ ଟିକେ ରଖିଦେବି, ତାକୁ ରାତିରେ ଖାଇବି। ଆଳୁ ଏକା ଯାହା ଥିଲା ସବୁ ମେଲ୍ଟ ହେଇଯାଇଛି। ପାର୍କରେ ଓଉ ହେଇଥିଲା। ଆଗରୁ କେତେ ଓଉ ଖଟା ଖାଉଥିଲି, ମୋତେ ତ ବନେଇ ଆସେନି। କେତିକି ଓଉ ହେଇଛି, ମୁଁ ତ ଦେଖିଲି ଆସିଲା ପାଖରୁ ବୋଧେ 200ଟା ଖଣ୍ଡେ ଓଉ ପଡ଼ିକି ଝଡ଼ି ଯାଇଛି। ତାପରେ ବି ଗଛ ସାରା ଓଉ ଭର୍ତ୍ତି ହେଇଛି। ଲୋଭ ସହି ନ ପାରିକି ଛିଡ଼େଇ ଦେଲି ଗୋଟେ ଖାଇବି ବୋଲି। ଦେଖୁନି ମୁଁ ଆରପଟ ସାଇଡ଼୍ଟା ପୋକ ଲାଗିଯାଇଛି, ଫିଙ୍ଗିଦେଲି ତାକୁ। ସନ୍ଧ୍ୟାରେ ଟିକେ ମାର୍କେଟ ଆଡ଼େ ଚାଲିଗଲୁ ବୁଲତେ। ବହୁତ ସୁନ୍ଦର ଦେଖାଯାଉଛି ଆଜି। ବେଶୀ ବଡ଼ ନୁହେଁ, ଏଇଟା ତାଙ୍କ ବ୍ଲକଟା ହିଁ ଏତିକି ବଡ଼ଟା।